ବାରମ୍ବାର ଅଭିଯୋଗ ସତ୍ତ୍ୱେ କଙ୍କାଳୁ ଗ୍ରାମରେ ପାନୀୟ ଜଳ ସମସ୍ୟା ପାଇଁ ଜିଲ୍ଲାପାଳଙ୍କ ଜନଶୁଣାଣିରେ ଅଭିଯୋଗ। 1 ଜୁନ 2026 ସୋମବାର ଦିନ ଢେଙ୍କାନାଳ ଉପଜିଲ୍ଲାପାଳ କାର୍ଯ୍ୟାଳୟଠାରେ ଜନଶୁଣାଣି ଅଭିଯୋଗ କରାଯାଇଥିଲା। ଗ୍ରାମରେ ପ୍ରାୟ ହଜାର ହଜାର ଲୋକ ବାସ କରନ୍ତି। ପୂର୍ବରୁ ଲୋକମାନେ ଲିଙ୍ଗରା ନଦୀ ଚୁଆ ଖୋଳି ପାଣି ବ୍ୟବହାର କରନ୍ତି। ଦୁଃଖର ବିଷୟ, ଟାଟା କମ୍ପାନୀର ଧୂଳି ଧୂଆଁରେ ଆଉ ପାନୀୟ ଜଳ ଖାଇବା ଉପଯୋଗୀ ହୋଇପାରୁନାହିଁ। ଗ୍ରାମରେ ଥିବା ନଳକୂପଗୁଡ଼ିକରେ ମଧ୍ୟ ପାନୀୟ ଜଳର ନିଅଣ୍ଟ ହୋଇପଡ଼ିଛି, ଯାହାକି କଙ୍କାଳୁ ଗ୍ରାମର ମହିଳାମାନେ ପ୍ରାୟ 2 କିଲୋମିଟର ବ୍ରିଜ୍ ଡେଇଁ ସରପା ଗ୍ରାମକୁ ପାଣି ପାଇଁ ଆଣିବା ପାଇଁ ଯାଉଛନ୍ତି, ଯାହାକି କଙ୍କାଳୁ ଗ୍ରାମବାସୀ ଦୁଃଖ ପ୍ରକାଶ କରୁଛନ୍ତି। କଙ୍କାଳୁ ଗ୍ରାମରେ 50% ଜାଗା ଚାଇଥିଲେ ମଧ୍ୟ ଟାଟା କମ୍ପାନୀ କଙ୍କାଳୁ ଗ୍ରାମବାସୀଙ୍କ କଥା ଶୁଣୁନାହିଁ। ସ୍ୱାଧୀନତାର 77 ବର୍ଷ ପରେ ମଧ୍ୟ କଙ୍କାଳୁ ଗ୍ରାମବାସୀ ପାନୀୟ ଜଳ ବିଶୁଦ୍ଧ ଜଳ ପାଇପାରୁନାହାନ୍ତି। ବାରମ୍ବାର ଜନଶୁଣାଣିରେ ଗ୍ରାମବାସୀ ଲିଖିତ ଅଭିଯୋଗ କରିବା ସତ୍ତ୍ୱେ କୌଣସି କାର୍ଯ୍ୟକାରୀ ହୋଇପାରୁନାହିଁ। ଟାଟା କମ୍ପାନୀ ଗ୍ରାମକୁ ଆସି ପ୍ରତି ଘରକୁ ପାଣି ଯୋଗାଇ ଦେବା ପାଇଁ ଲିଖିତ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କୌଣସି ସୁଫଳ ମିଳିପାରିନାହିଁ। ତେଣୁ ଗ୍ରାମବାସୀମାନେ ଆଗାମୀ 10 ଜୁନରେ ବୁଧବାର ଦିନ ଟାଟା କମ୍ପାନୀ ଆଗରେ ଧାରଣା ଦେବେ ବୋଲି ପ୍ରଶାସନକୁ ଚେତାବନୀ ଦେଇଛନ୍ତି। ଆଗାମୀ ଦିନ ମଧ୍ୟରେ ପ୍ରଶାସନ କିମ୍ବା ଟାଟା କମ୍ପାନୀକୁ ଜୋରଦାର ବିରୋଧ କରିବେ ବୋଲି କହିଛନ୍ତି। ଢେଙ୍କାନାଳରୁ ଶୁଭମ ପାଣିକ ରିପୋର୍ଟ, RM ନ୍ୟୁଜ୍ 8। प्रशांत कुमार नायक, ग्राम कंकाळू। आम बारंबार प्रशासन को अभियोग करने सत्वे 3 थर भेटा सत्वे ए पर्यंत आम गाँव पानीय जल समस्या दूर हो पारा ना, जहाँकि टाटा स्टील कंपानी आसवा दिन ठार आम आग लिंगराजुर पानी चुआखोली पानी खाऊलु, जेहेतु धूली धुआं जो आम लिंगरा नदी पानी आउ खाइबा उपयोगी नुह, से आम बारंबार टाटा स्टील को अभियोग कला पर भी प्रशासन को अभियोग कला पर भी आम गाँव को पानीय जल सुविधा हो पारा ना। जदि 5-7 दिन भितर टाटा स्टील पानीय जल जोगाई न दि जाए ताहले आसंता 10 तारीख दिन आम टाटा स्टील सम्मुखरे ग्रामवासी समूह धारणा देबु एवं पानी न पर्यंत अनिर्दिष्ट काल मु टाटा गेट CSR पाखरे अनिर्दिष्ट काल धारणा देबी।